ସମସ୍ତଙ୍କୁ ମୋର ନମସ୍କାର। ଜୟ ଜଗନ୍ନାଥ। ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ପ୍ରିୟଙ୍କାକୁ। ଯଦି ଆପଣ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ଅନ୍ କରିବା ପାଇଁ ଜମାରୁ ଭୁଲିବେନି। ଏହା ଏକ ସିରିଜ୍ ଅଟେ। ମୁଁ ପ୍ରତ୍ୟେକ ଦିନ ଆପଣଙ୍କୁ ଗୋଟିଏ ଲେଖା ଭିଡ଼ିଓ ପ୍ରୋଭାଇଡ଼ କରିବି ଯେଉଁଥିରେ ଆପଣମାନଙ୍କର ବେନିଫିଟ୍ ହୋଇପାରିବ। ଚାଲନ୍ତୁ କାଳ ବିଳମ୍ବ ନ କରି ଆଜି ଷ୍ଟାର୍ଟ କରିବା 2016 ମସିହାରେ ପଢ଼ିଥିବା ଚାଇଲ୍ଡ ଡେଭଲପମେଣ୍ଟ ଏବଂ ପେଡାଗୋଜିର କିଛି କ୍ୱେଶ୍ଚନ୍। ଫାର୍ଷ୍ଟ କ୍ୱେଶ୍ଚନ୍କୁ ଯିବା। କେଉଁ ଶିକ୍ଷାଦାନ ଶିକ୍ଷଣ ପଦ୍ଧତି ଅନ୍ୟ ତିନୋଟି ଠାରୁ ଭିନ୍ନ? ଦେଖନ୍ତୁ କେଉଁଟା ଅଲଗା? ଆଲୋଚନା ନା ବ୍ୟାଖ୍ୟାନ ନା ବର୍ଣ୍ଣନା ନା ପର୍ଯ୍ୟବେକ୍ଷଣ? ସବୁବେଳେ ଦେଖିବେ ଗୋଟେ ଡିଫରେଣ୍ଟ ଥିବ, ଗୋଟେ ଅଲଗା ଥିବ। ଆପଣ ଏଲିମିନେଟ୍ କରିବେ ଫାର୍ଷ୍ଟ, ତାପରେ ଆନ୍ସର୍ ଦେବେ। ଠିକ୍ ଅଛି। ଦେଖନ୍ତୁ ଏଠି ଆଲୋଚନା, ବର୍ଣ୍ଣନା ଆଉ ବ୍ୟାଖ୍ୟାନ ଏଗୁଡ଼ା ସେମ୍ ଗୋଟେ ପ୍ରକାର ହେଉଛି, ପର୍ଯ୍ୟବେକ୍ଷଣ ଗୋଟିଏ ଅଲଗା। ଠିକ୍ ଅଛି। ତାହେଲେ ଆନ୍ସର୍ କେଉଁଟା ହେବ ନା ପର୍ଯ୍ୟବେକ୍ଷଣ। ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ଶ୍ରେଣୀଗୃହରେ ପଢ଼ାଇବା ସମୟରେ ଶିକ୍ଷକକୁ ନିମ୍ନଲିଖିତ କାର୍ଯ୍ୟ କରିବାକୁ ହୋଇଥାଏ। କେଉଁ କାର୍ଯ୍ୟ କରିବେ ସେମାନେ? ନୂତନ ଜ୍ଞାନ ପ୍ରଦାନ କରିବେ ନା ମୂଲ୍ୟାୟନ କରିବେ ନା ପୂର୍ବ ଜ୍ଞାନ ପରୀକ୍ଷଣ କରିବେ ନା ପ୍ରସଙ୍ଗରେ ଉପନୀତକରଣ ହେବେ? ସଜିବା ପାଇଁ କହିଛି ସେ। ଫାର୍ଷ୍ଟ କ'ଣ କରନ୍ତି ଦେଖନ୍ତୁ, ଫାର୍ଷ୍ଟ ପୂର୍ବ ଜ୍ଞାନ ପରୀକ୍ଷା କରିଥାନ୍ତି ନିଶ୍ଚିତ ଭାବରେ। ତାହେଲେ ଫାର୍ଷ୍ଟ କେଉଁଟା ହେବ? ବିଟ୍ 3 ଅଛି। ଦେଖନ୍ତୁ ଏଇ ଦୁଇଟା ତ ହେବନି, ଏଇ ଦୁଇଟା କ୍ୟାନସେଲ୍ ହେଇଗଲା। ରହିଲା କିସ ନା ସି ଆଉ ଡି। ବର୍ତ୍ତମାନ ଦେଖନ୍ତୁ ପୂର୍ବ ଜ୍ଞାନ ପରୀକ୍ଷା ଦୁଇଟା ଯାକରେ ଅଛି ହେଲା। ତାପରେ କ'ଣ କରାଯାଏ ନା ହେଉଛି ମୂଲ୍ୟାୟନଟା ଶେଷରେ କରାଯାଏ। ମାନେ ହେଉଛି 2ଟା ହେଉଛି ଲାଷ୍ଟରେ ହେବ। 2ଟା ଏଇଠି ଅଛି କିନ୍ତୁ ଏଇଠି ନାହିଁ, ତାହେଲେ ଏଇଟା କଟିଗଲା, ଏଇଟା ହେଲା। ତାହେଲେ ଫାର୍ଷ୍ଟ କ'ଣ କରାଯାଏ ନା ପ୍ରଥମେ ପୂର୍ବ ଜ୍ଞାନ ପରୀକ୍ଷା କରାଯାଏ, ନେକ୍ସଟ ପ୍ରସଙ୍ଗରେ ଉପନୀତ ହେବାକୁ ପଡ଼ିଥାଏ। ତାପରେ କ'ଣ ହୁଏ ନା ନୂତନ ଜ୍ଞାନ ପ୍ରଦାନ କରାଯାଇଥାଏ ଏବଂ ଲାଷ୍ଟରେ ମୂଲ୍ୟାୟନ କରାଯାଇଥାଏ। ଠିକ୍ ଅଛି। ନେକ୍ସଟକୁ ଯିବା 3 ନମ୍ବର କ୍ୱେଶ୍ଚନ୍କୁ। କେଉଁଟି ମୂଲ୍ୟାୟନର ଏକ ଉଦାହରଣ ବୋଲି କହିଛି? ମୂଲ୍ୟାୟନ ଦେଖନ୍ତୁ, OTET ପରୀକ୍ଷା ଖାତା ଦେଖା ନା DLED ପରୀକ୍ଷା ଖାତା ଦେଖା ନା ବିଦ୍ୟାଳୟରେ ମାସିକ ପରୀକ୍ଷା ଖାତା ଦେଖା? କେଉଁଟା କୁହନ୍ତୁ ନା? ନା ଏଥିମଧ୍ୟରୁ କୌଣସିଟି ନୁହେଁ ବୋଲି ସେ କହିଛି। ମୂଲ୍ୟାୟନ କେଉଁଟା ହେଇପାରିବ କୁହନ୍ତୁ? ନା ବିଦ୍ୟାଳୟରେ ମାସିକ ପରୀକ୍ଷା ଖାତା ଦେଖା। ଏଠି ହେଉଛି ଫର୍ମାଟିଭ୍ ଇଭାଲୁଏସନ୍, ହଁ କି ନାହିଁ? ଫର୍ମାଟିଭ୍ ଇଭାଲୁଏସନ୍ରେ ହେଇଥାଏ। ତେଣୁକରି ମୂଲ୍ୟାୟନର ଏକ ଉଦାହରଣ ହେଉଛି ବିଦ୍ୟାଳୟରେ ମାସିକ ପରୀକ୍ଷା ଖାତା ଦେଖା। ନେକ୍ସଟକୁ ଯିବା। କେଉଁଟି ସୃଜନଶୀଳତାର ଏକ ଲକ୍ଷଣ ନୁହେଁ ବୋଲି କହିଛି? ସୃଜନଶୀଳ ମାନେ କ୍ରିଏଟିଭିଟି। କ୍ରିଏଟିଭିଟି ମାନେ ସେ ଅଲଗା ଅଧିକା ସେ ଚିନ୍ତା କରିବ, ମାନେ ବିକ୍ଷିପ୍ତ ଚିନ୍ତନ ତ ରହିବ, ମୌଳିକତା ମଧ୍ୟ ରହିବ, ନମନୀୟତା ମଧ୍ୟ ରହିବ। କେନ୍ଦ୍ରାଭିମୁଖୀ ଚିନ୍ତକ ରହିବ କି? କନଭର୍ଜେଣ୍ଟ ଥିଙ୍କିଂ ରହିବ କି? ସେ କ୍ରିଏଟିଭିଟି ପିଲା ପରା। ତେଣୁ ଆନ୍ସର୍ କେଉଁଟା ହେବ? ଅପସନ୍ ନମ୍ବର ସି। ନେକ୍ସଟ କ୍ୱେଶ୍ଚନ୍କୁ ଯିବା ଆମେ। ନିମ୍ନୋକ୍ତ କେଉଁ ଶିକ୍ଷଣ ପଦ୍ଧତିରେ ମାନସିକ କାର୍ଯ୍ୟ ଅଧିକ ଆବଶ୍ୟକ ହୋଇଥାଏ? ମାନେ ମେଣ୍ଟାଲି ଟିକେ ଅଧିକ ପ୍ରେସର ଦେବା ପାଇଁ ପଡ଼ିଥାଏ। ପର୍ଯ୍ୟବେକ୍ଷଣରେ ନାଇଁ ତ, ପର୍ଯ୍ୟବେକ୍ଷଣ ତ କେବଳ ଆପଣ ଅନେଇଥିବେ, ଅନୁକରଣ କରିବେ। ଅନୁକରଣ ବି ଆପଣ କେବଳ ଅଧିକ ମାନସିକ ପରିଶ୍ରମ ଦରକାର ହୁଏନି। ଚିହ୍ନଟିକରଣ କରିବାରେ ବି ମାନସିକ ପରିଶ୍ରମ ଦରକାର ହୁଏ କି? ହେବ ନାହିଁ। ଠିକ୍ ଅଛି। ତାହେଲେ ଆନ୍ସର୍ କେଉଁଟା ହେବ ନା ପରୀକ୍ଷଣ। ଯେତେବେଳେ ଆପଣ ଏକ୍ସପେରିମେଣ୍ଟ କରିଥାନ୍ତି ତାହେଲେ ମେଣ୍ଟାଲି ଆପଣ ପ୍ରିପେୟାର ହେବା ଦରକାର ଏବଂ ତାର ଅଧିକା ମଧ୍ୟ କ'ଣ କାର୍ଯ୍ୟ ହେଇଥାଏ ମାନସିକରେ। ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କେଉଁଟି ଉତ୍ତମ ପରୀକ୍ଷଣର ଏକ ଲକ୍ଷଣ ନୁହେଁ ବୋଲି କହିଛି? ଉତ୍ତମ ପରୀକ୍ଷଣ କରିବେ, ଗୁଡ୍ ଟେଷ୍ଟର କେଉଁଟା ଲକ୍ଷଣ ନୁହେଁ ବୋଲି କହିଛି? ସବୁବେଳେ ଏଇ କ୍ୱେଶ୍ଚନ୍ଟା ପଡ଼ୁଛି। ଦେଖନ୍ତୁ କ'ଣ କ'ଣ ରହିଥାଏ? ରିଲେବିଲିଟି ରହିଥାଏ, ଭ୍ୟାଲିଡିଟି ରହିଥାଏ ଏବଂ ୟୁଜେବିଲିଟି ରହିଥାଏ ହେଲା। ତାହେଲେ କେଉଁଟା ହେବନି ନା ସି ହେଉଛି ଆନ୍ସର୍, ସବଜେକ୍ଟିଭିଟି ବା ବ୍ୟକ୍ତିନିଷ୍ଠତା। ନେକ୍ସଟ ହେଲା 7 ନମ୍ବରକୁ ଯିବା। କେଉଁଟି ପ୍ରାକ୍ କୈଶୋର ଅବସ୍ଥାରେ ଶିକ୍ଷାର୍ଥୀର ଏକ ଲକ୍ଷଣ ନୁହେଁ ବୋଲି ସେ କହିଛି? ପ୍ରାକ୍ କୈଶୋର ଅବସ୍ଥା ଗୋଟେ ନେଗେଟିଭ୍ ଥିବ, ଦେଖିବେ। ନିଜ କାର୍ଯ୍ୟ ପ୍ରତି ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ନା ନିଜ ଦଳ ପ୍ରତି ଆନୁଗତ ପ୍ରକାଶ କରିବା ନା ନୂଆ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରିବା ନା ପରିଶ୍ରମ ନ କରି ଲକ୍ଷ୍ୟ ହାସଲ କରିବାକୁ ଇଚ୍ଛା କରିବା? ଦେଖନ୍ତୁ ନା ଏଇ ତିନୋଟି ଦେଖନ୍ତୁ ପଜିଟିଭ୍ ଦେଇଛି, ଗୋଟେ ହିଁ ନେଗେଟିଭ୍ ଦେଇଛି। ତାହେଲେ ଆନ୍ସର୍ କେଉଁଟା ହେବ? ଏଇଟା। ଠିକ୍ ଅଛି। ଅପସନ୍ ନମ୍ବର ଡି। ନେକ୍ସଟ ଯିବା। ସ୍ପିୟରମ୍ୟାନ୍
मतरे बुद्धिर दुईटी उत्पादक अच्छी गोटे साधारण उत्पादक आ गोटे स्वतंत्र उत्पादक गोटे स्पेशल जोटा कहुए निम्न तो क्यों भेन चित्र द्वारा यह प्रकाश करा जाए को भेन चित्र द्वारा ना ऑप्शन नंबर बी है किछि अंश समान रही थाए। नेक्स्ट को जीवा सुरेश रमेश को गोटे सारणीभुक्त प्राप्तांकर माध्यमान संक्षिप्त प्रणाली निर्णय करने को कहुगला। सुरेश सर्वनिम्न संभाग आनुमानिक माध्यम बाहर कला एवं रमेश सर्वोच्च संभाग आनुमानिक माध्यमान नेले उभय निर्णय करथिबा माध्यमान की पार्थक्य देखा जिवो कहतु तो सुरेश निर्णय करथिबा माध्यमान रमेश माध्यमान ठाରୁ बड़ हबो ना सुरेश निर्णय करथिबा माध्यमान रमेश माध्यमान समान हबो ना उभय निर्णय करथिबा माध्यमान भूल हबो ना उभय निर्णय करथिबा माध्यमान समान हबो सान हबो बड़ हबो ना भूल हबो ना समान हबो कहतु एटा कोटा हबो ना समस्त दुई जन जाकर समान हबो माध्यमान समान हबो ठीक अछि ऑप्शन नंबर डी। नेक्स्ट को जीवा केते नंबर जाइथिला 9 नंबर जाइथिला क्वेश्चन नंबर 10 को जीवा शिक्षण तथ्य संपर्क केउ उक्तिटी ठीक अटे देखंतु कौन प्रयत्न प्रमाण तत्व अनुसार अनेक निष्फल प्रचेषा पर लक्ष्य साधन होता है मात्र अंतर्दृष्टि तत्व अनुसार कौन सी प्रचेषा बिना लक्ष्य साधन होता है ये तो नेगेटिव कहला हाँ कि नहीं उभय तत्व अनुसार बहु प्रचेषा पर होता है ये भी भूल कहला उभय तत्व अनुसार अल्प प्रचेषा हठात लक्ष्य साधित होता है नहीं ताले कौन आंसर हम ना अंतर्दृष्टि तथ्य अनुसार अल्प प्रचेषा लक्ष्य साधन होता है अंतर्दृष्टि तत्व अल्प प्रचेषा होता है मात्र प्रयत्न प्रमाण तत्व बहु प्रचेषा लक्ष्य साधन हो पारे ठीक अच्छे। नेक्स्ट क्वेश्चन को जीवा साधारणतः जड़े अष्टम श्रेणी छात्र विकास दर क्यों पर्यायर पहुँची थाए अच्छा कहले अष्टम श्रेणी पिलार बयस केते 14 वर्ष हो 14 वर्ष माने से कैशोर अवस्था को पड़ेगा तार आंसर कौटा हम डी हवा कथा किंतु ये देखो प्राक कैशोर अवस्था भी देती तेणुक आमर 12 वर्ष अधिक माने 12 वर्ष प्राक कैशोर अवस्था 12 ରୁ 14 वर्ष को प्राक कैशोर अवस्था कहुए यहाँ लिखले भी ठीक यहाँ लिखले भी ठीक अच्छे ठीक अच्छे तार आंसर कौटा हम ऑप्शन नंबर सी। नेक्स्ट 12 को जीवा व्यक्तिगत तारतम्य दृष्टि निम्नोक्त केउंटी उपयुक्त शिक्षादान व्यवस्था रही है व्यक्तिगत तारतम्य दृष्टि माने व्यक्ति व्यक्ति मध्य अलग प्रभेद रही है कौटा ठीक हम गोटे श्रेणी दलगत शिक्षादान करवा ना प्रतिभाशाली शिक्षार्थी मान गोटे श्रेणी शिक्षादान करवा ना सबू पिलांई सामान पाठ्यक्रम आधारित शिक्षादान करवा ना प्रत्येक शिक्षार्थी दक्षता और आवश्यकता आधारित शिक्षादान करवा देखो गोटे श्रेणी दलगत शिक्षादान करवा कि नाई प्रतिभाशाली शिक्षार्थी मान गोटे श्रेणी शिक्षादान करवा कि नाई आउ अलग जो मैंने पाठ पढ़ुना भल से अलग रखा कि नाई सबू पिलांई सामान पाठ्यक्रम आधारित शिक्षांत देले से समस्ते शिखिपारे कि नहीं ताले कौन करवा ना प्रत्येक शिक्षार्थीर दक्षता आवश्यकता आधारित शिक्षादान प्रदान करवा ठीक अच्छे। नेक्स्ट क्वेश्चन को जीवा आमे 13 को जीवा केउंटी गरिष्ठक निर्णय करिवार सूत्र गरिष्ठक माने मोड सूत्रटी कौन मोड इज इक्वल टू 3 मीडियन बारंबार पड़े -2 मीन तो कौटा आंसर ऑप्शन नंबर ए ठीक अच्छे। 14 नंबर क्वेश्चन को जीवा शिक्षकों द्वारा प्रस्तुत दैनिक पाठटिकार कौन न थाई कहले शिक्षण प्रसंग न थाए ना मूल्यांकन प्रश्नावली ना पाठ विषय वस्तुर संक्षिप्त विवरणी ना शिक्षण शिक्षादान सामग्री देखंतु एठी प्रसंग तो निहाती रहिबो पाठ्य विषय संक्षिप्त विवरणी मध्य रही है शिक्षादान सामग्री मध्य रही है कौन कौन नहीं कि मूल्यांकन प्रश्नावली तो बहुत गुड़ा रही है ସେଇଟା ରହିବ कि ना यहाँ रही आंसर हम कौटा ऑप्शन नंबर बी। 15 को जावा निम्नोक्त क्यों उक्ति ठीक अच्छी देखो निर्भरयोग्य परीक्षण सर्वदा वैध अटे ना समस्त वस्तुनिष्ठ परीक्षण वैध अटे ना वैध परीक्षण सर्वदा निर्भरयोग्य अटे ना समस्त निर्भरयोग्य परीक्षण वस्तुनिष्ठ अटे आपण मैंने जानते ए वैलिड टेस्ट इज ऑलवेज रिलायबल वैलिड टेस्ट इज ऑलवेज रिलायबल तार आंसर कौटा हम ऑप्शन नंबर सी। 16 को जीवा प्रतिभाशाली शिक्षार्थी मानक शिक्षादान निमंते शिक्षक कौन करने आवश्यक
ପ୍ରତିଭାଶାଳୀ ଶିକ୍ଷାर्थୀମାନଙ୍କୁ ଜିଜ୍ଞାସାମୂଳକ ପ୍ରଶ୍ନ ପଚାରିବେ ନା ବିକ୍ଷିପ୍ତ ଚିନ୍ତନମୂଳକ ପ୍ରଶ୍ନ ପଚାରିବେ ନା ବିଶ୍ଳେଷଣାତ୍ମକ ପ୍ରଶ୍ନ ପଚାରିବେ ନା ଏ ସମସ୍ତ ସବୁଗୁଡ଼ା ଅଛି ମାନେ କରିକି ଚାଲ। ଗୁଡ଼ା ହେବ ଅପସନ୍ ନମ୍ବର ଡି। ନେକ୍ସଟକୁ ଯିବା। ଗୋଟିଏ ପ୍ରଶ୍ନ ଯେଉଁ ଶୈକ୍ଷିକ ଉଦ୍ଦେଶ୍ୟ ମାପ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଥାଏ ଯଦି ତାହା ସେହି ଉଦ୍ଦେଶ୍ୟ ପରିମାପ କରେ ତେବେ ଏହା ପ୍ରଶ୍ନର କେଉଁ ଗୁଣକୁ ବୁଝାଏ? ମନେ ରଖନ୍ତୁ, ଯଦି ଯେଉଁ ଉଦ୍ଦେଶ୍ୟ ଆପଣ ରଖିଛନ୍ତି ସେଇଟା ଯଦି ମାପନ୍ତି ଉଦ୍ଦେଶ୍ୟ ପରିମାପ କରନ୍ତି ତାହେଲେ ତାକୁ କୁହାଯାଏ ବୈଧତା। କ'ଣ କୁହାଯାଏ? ବୈଧତା ବା ଭ୍ୟାଲିଡିଟି। ଇଣ୍ଟେଣ୍ଡେଡ୍ ଟୁ ମେଜର। ଓକେ। ନେକ୍ସଟକୁ ଯିବା। ନିମ୍ନୋକ୍ତ କେଉଁଟି ବହୁ ବିକଳ୍ପ ପ୍ରଶ୍ନର ଏକ ଲକ୍ଷଣ ନୁହେଁ? କେଉଁଠି ଲକ୍ଷଣ ନୁହେଁ କୁହନ୍ତି? ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚନରେ ବିକଳ୍ପ ଉତ୍ତର ଗୁଡ଼ିକ ଠିକ୍ ଭଳି ଜଣାପଡ଼େ। ହଁ ତ ଏଇଟା ଠିକ୍ ଅଛି, ଠିକ୍ ଭଳି ତ ଜଣାପଡ଼େ। କମ୍ ସମୟରେ ଠିକ୍ ମୂଲ୍ୟାୟନ ହୋଇଥାଏ। ହଁ ଏଇଟା ବି ହେଇଥାଏ। ବିକଳ୍ପମାନଙ୍କ ମଧ୍ୟରେ ଗୋଟିଏ ଠିକ୍ ଉତ୍ତର ଥାଏ। ଏଇଟା ବି ଠିକ୍ ଅଛି। ପ୍ରଶ୍ନପତ୍ର ସହଜରେ ପ୍ରସ୍ତୁତ କରାଯାଏ? ନାଇଁ ମ, ପ୍ରଶ୍ନପତ୍ର ସହଜରେ କରାଯିବ କି? କେତେ ଭାବିବେ, ପୁଣି ଅପସନ୍ ଦେବେ, ତେବେ ସିନା ହେବ। ଠିକ୍ ଅଛି, ତାର ଆନ୍ସର୍ କେଉଁଟା ହେବ? ଅପସନ୍ ନମ୍ବର ଡି। ନେକ୍ସଟ ଯିବା। ବିଦ୍ୟାଳୟ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତିରେ ମୁଖ୍ୟ ଉଦ୍ଦେଶ୍ୟ କ'ଣ? କାର୍ଯ୍ୟ ନିର୍ଘଣ୍ଟ କାହିଁକି ପ୍ରସ୍ତୁତ କରାଯାଇଥାଏ? ଦୈନିକ କାର୍ଯ୍ୟ ସମୟରେ ପିରିୟଡ଼ରେ ବଣ୍ଟନ କରିବା ପାଇଁ ନା ଶିକ୍ଷାଦାନ ନିମନ୍ତେ ଶିକ୍ଷକମାନଙ୍କ ମଧ୍ୟରେ ବିଷୟ ବଣ୍ଟନ କରିବା ପାଇଁ ନା ବିଭିନ୍ନ ପିରିୟଡ଼ ପାଇଁ ଭିନ୍ନ ଭିନ୍ନ ବିଷୟ ବଣ୍ଟନ କରିବା ପାଇଁ ନା ଏ ସମସ୍ତ ସବୁଗୁଡ଼ା ଅଛି ହେବ। ତେଣୁକରି ଏ ସମସ୍ତ ଅପସନ୍ ନମ୍ବର ଡିକୁ। ନେକ୍ସଟ ଯିବା। କେଉଁ ଶିକ୍ଷଣ ତଥ୍ୟ ସହିତ କୋହଲର ସମ୍ପର୍କିତ କହିଲେ? କୋହଲର ସମ୍ପର୍କିତ ପର୍ଯ୍ୟନ୍ତ ପ୍ରମାଣିତ ତତ୍ତ୍ୱ। ଏଠି ଦେଖନ୍ତୁ ଟ୍ରାଏଲ୍ ଆଣ୍ଡ ଏରରର ସେ ଅଲରେଡ଼ି ଦେଇଦେଇଛି। ଦେଖନ୍ତୁ ଏଠି ସବୁ ଟ୍ରାଏଲ୍ ଆଣ୍ଡ ଏରରର ଦେଇଦେଇଛି ଥଣ୍ଡାଇକ୍, ଇନସାଇଡ୍ଫୁଲ୍ର କୋହଲର, ଅପରେଣ୍ଟ କଣ୍ଡିସନ୍ ବି ଥଣ୍ଡାଇକ୍, କ୍ଲାସିକାଲ୍ କଣ୍ଡିସନ୍ ହେଉଛି ପାଭଲଭ। ତ ପଚାରିଛି କୋହଲରଙ୍କର କେଉଁଟା ନା ଇନସାଇଡ୍ଫୁଲ୍। ଆନ୍ସର୍ ହିଁ ଅଛି ସବୁ ଇନସାଇଡ୍ଫୁଲ୍ ଲର୍ଣ୍ଣିଂ। ଠିକ୍ ଅଛି। ନେକ୍ସଟ 21କୁ ଯିବା। କେଉଁଟି ଭାଗ ବିଭକ୍ତ ହୋଇନଥିବା ତଥ୍ୟାବଳୀର ମାଧ୍ୟମ ନିର୍ଣ୍ଣୟର ସୂତ୍ର? କେଉଁଟା ହେବ କୁହନ୍ତୁ ନା? ସମେସନ୍ ଅଫ୍ ଏକ୍ସ ବାଇ ଏନ୍। ସମେସନ୍ ଅଫ୍ ଏକ୍ସ ବାଇ ଏନ୍ ଅପସନ୍ ନମ୍ବର ଏ। ନେକ୍ସଟ କ୍ୱେଶ୍ଚନକୁ ଯିବା। ୱାଲ୍ସଙ୍କ ମତରେ ସୃଜନଶୀଳ କାର୍ଯ୍ୟ କ୍ରମାନ୍ୱୟରେ 4 ସ୍ତରରେ ସମ୍ପନ୍ନ ହୋଇଥାଏ। ଏହା ଚତୁର୍ଥ ସ୍ତରଟି କ'ଣ? ସୃଜନଶୀଳ କାର୍ଯ୍ୟ କ୍ରମାନ୍ୱୟରେ 4 ସ୍ତରରେ ସମ୍ପନ୍ନ ହୋଇଥାଏ। ତ ଲାଷ୍ଟଟା କେଉଁଟା? ସତ୍ୟତା ନିରୂପଣ ହେବ। ଅଧିପାଳନ ନା ଅନୁପ୍ରେରଣା ନା ଉପସ୍ଥାପନା? ଉପସ୍ଥାପନା ତୃତୀୟ ନମ୍ବରକୁ ଯିବ ନା। ତାପରେ ହେଉଛି ସତ୍ୟତା ନିରୂପଣ। ସବୁଠୁ ଲାଷ୍ଟ ହେଉଛି ସତ୍ୟତା ନିରୂପଣ। ନେକ୍ସଟ ଯିବା। ଗୋଟିଏ ପରୀକ୍ଷଣରୁ ଜଣାଯାଏ ଯେ ଅଭିନ୍ନ ଯମଜ ସନ୍ତାନମାନଙ୍କର ବୁଦ୍ଧ୍ୟାଙ୍କର ସହ ସମ୍ପର୍କ 0.85। ମାତ୍ର ଭିନ୍ନ ଯେଉଁ ଯମଜ ସନ୍ତାନ ଅଛନ୍ତି, ଅଲଗା ଯେଉଁ ଯମଜ ସନ୍ତାନ ଅଛନ୍ତି ସେମାନଙ୍କର କ୍ଷେତ୍ରରେ କହୁଥାଏ 0.70। ଏହି ପରୀକ୍ଷଣର ବ୍ୟକ୍ତିଗତ ଯେଉଁ ତାରତମ୍ୟ ଦେଖାହେଉଛି ତାର କାରଣ କ'ଣ? ନା ବ୍ୟକ୍ତିଗତ ତାରତମ୍ୟ ବଂଶାନୁଗୁଣ ଦ୍ୱାରା ପ୍ରଭାବିତ, ନା ବ୍ୟକ୍ତିଗତ ତାରତମ୍ୟ ପରିବେଶ ଦ୍ୱାରା ପ୍ରଭାବିତ, ନା ବ୍ୟକ୍ତିଗତ ତାରତମ୍ୟ ଉଭୟ ପରିବେଶ ଓ ବଂଶାନୁଗତ, ନା ବୃଦ୍ଧି ଓ ବିକାଶ ଦ୍ୱାରା ପ୍ରଭାବିତ। କହିଲେ କେଉଁଟା ହେବ? ନା ଏଇଟା ଯେହେତୁ କହିଛି ସନ୍ତାନ କଥା କୁହାଯାଇଛି, ଏ ପରିବେଶକୁ ତ ଜାଣିନାହାନ୍ତି ସେମାନେ, ତେଣୁକରି ତାଙ୍କର କ'ଣ ହେବ? ବଂଶାନୁଗୁଣ ଦ୍ୱାରା ପ୍ରଭାବିତ। ଠିକ୍ ଅଛି। ନେକ୍ସଟକୁ ଯିବା। କ'ଣ ହେଇଛି ଦେଖନ୍ତୁ, କ'ଣ ଅଛି? ନିମ୍ନୋକ୍ତ କେଉଁ ଶିକ୍ଷଣ ନିୟମ ଦୈତ୍ୟ ଗୃହ କାର୍ଯ୍ୟ ସମ୍ପାଦନ ସହ ସମ୍ପର୍କିତ? ଗୃହ କାର୍ଯ୍ୟ କରିବେ ଆପଣ, ହେଲା, ଘରେ ହୋମୱାର୍କ ଯେଉଁ କରନ୍ତି, ପ୍ରସ୍ତୁତି ନା ଅନୁବନ୍ଧ ନା ଅନୁଶୀଳନ ନା ଫଳାଫଳ? ଯେଉଁ ଘରେ ଯେଉଁ କରନ୍ତି କ'ଣ ହେବ? ଏକ୍ସରସାଇଜ କରନ୍ତି ନା, ମାନେ ଅନୁଶୀଳନ। ଅପସନ୍ ନମ୍ବର ବି। ନେକ୍ସଟକୁ ଯିବା। କେଉଁଟି କୃତି ପରୀକ୍ଷଣ ପ୍ରସ୍ତୁତିର ଠିକ୍ କ୍ରମ ଅଟେ? କୃତି ପରୀକ୍ଷଣ କରିବେ ଆପଣ, ହେଲା, ପ୍ରିପେୟାର ଆଚିଭମେଣ୍ଟ ଟେଷ୍ଟ ଯେଉଁ କରନ୍ତି ଆପଣ କ'ଣ କରିବେ ଦେଖନ୍ତୁ। ଫାଷ୍ଟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ନା ଶିକ୍ଷଣ ଲକ୍ଷ୍ୟ ନିର୍ଦ୍ଧାରଣ କରିବେ, ବିଷୟବସ୍ତୁ ଚୟନ କରିବେ? କ'ଣ କରନ୍ତି ଆଗ? ପ୍ରଥମ ଗୋଟିଏ ବିଷୟବସ୍ତୁକୁ ଚୟନ କରାଯାଏ, ତାପରେ ଶିକ୍ଷଣ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଏ, ତାପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଏ, ତାପରେ ପ୍ରଶ୍ନପତ୍ର ଲିଖନ କରାଯାଇଥାଏ। ତାହେଲେ ଅପସନ୍ କେଉଁଟା ହେବ? ଅପସନ୍ ନମ୍ବର ସି। ଅପସନ୍ ନମ୍ବର ସି।
25 26 को जीवा गोटे श्रेणी शिक्षार्थी मान गणित परीक्षा करागला प्राप्तांक गुड़िकर मध्यमा माध्यमान निर्णय कर देखागला जे माध्यमान और मध्यमा ठारू यथेष्ट अधिक माध्यमानटा मध्यमा ठारू यथेष्ट अधिक अच्छी से क्यों सिद्धांत नि गणित मेधावी पिला संख्या अधिक ना गणित दुर्बल पिला संख्या अधिक ना गणित मेधावी और दुर्बल पिला संख्या समान ना कौन सिद्धांत नि ये कौनटा अधिका होची ना माध्यमान निर्णय कर देखा माध्यमान मध्यमा ठारू यथेष्ट अधिक जदि माध्यमान अधिका हो गला ताले गणित निहाती हो दुर्बल पिला अधिका थे आंसर कौटा हम ना ऑप्शन नंबर बी एग्जांपल नहीं करी अपन जानीपर ठीक अच्छे 27 को जीवा केतेक पिलांको दुई समान भागर विभक्त करी परीक्षा करागला प्रथम भाग पिलांकर प्राप्तांक माध्यमान पाखापाखि थिला बेले द्वितीय भाग पिलांकर प्राप्तांक माध्यमान ठारू दूर रहिला एथिरो कोन कुआ जाय परिबो ना प्रथम दलर प्राप्तांक मानकर मानक विच्युति द्वितीय दलर मानक विच्युति अधिक ना प्रथम दलर मानक विच्युति द्वितीय दलर मानक विच्युति ठारू कम ना उभय दलर मानक विच्युति समान ना मानक विच्युति विषय रे किछि कहि हबो नाही कहले कोन हबो हबो कहंतु ना से कौन कहला ना प्रथम भाग पिलांक प्राप्तांक माध्यमानटा पाखापाखि रही पाखापाखि रही मैंने कौन हम ना प्रथम दलर प्राप्तांक मानकर मानक विच्युति द्वितीय मानक विच्युति कम हम सी ठीक अच्छे तार आंसर कौटा हम ऑप्शन नंबर बी नेक्स्ट को जीवा एकक पाठ योजना रे कौन न थाई कहले शिक्षार्थीर दक्षता ना उप एकक मानकर शिक्षण उद्देश्य ना प्रत्येक उप एकक आवश्यक पीरियड संख्या ना शिक्षादान शिक्षण उपकरण एकक पाठ योजना रे कौन न थाई कहले गोटे जो लेसन प्लान करती कौन न थाई कहतु ना मटेरियल ना ऑब्जेक्टिव लर्निंग सब यूनिट ना पीरियड नेसेसरी फॉर इच यूनिट ना कौन न थाए ना पीपुल एबिलिटी से कौन दरकार जे छुआ मानकर शिक्षार्थी दक्षता कौन दरकार आप योजना प्रस्तुत कर ठीक अच्छे तार आंसर कौटा ऑप्शन नंबर ए ऑप्शन नंबर ए तापर हूँ 29 को जीवा प्रतिभाशाली शिक्षार्थी को चिन्हवाई निम्नोक्त क्यों पद्धति उपयुक्त नुहे बोली कही कृति परीक्षण ना बुद्धि परीक्षण ना अभियोग्यता परीक्षण ना निदानात्मक परीक्षण गोटे देखो अलग अच्छी कौटा अलग अच्छी कहले तीन जाक सेम अच्छी गोटे अचिवमेंट टेस्ट तो निहाती करेंगे एप्टीट्यूड करपारती इंटेलिजेंस करपारती कि डायग्नोस्टिक टेस्ट करेंगे कि डायग्नोस्टिक केतटा कराए जहाँ गोटे प्रोब्लेम को सॉल्व करने ठीक अच्छे ना ताले आंसर कौटा हम ना ऑप्शन नंबर डी लास्ट क्वेश्चन जीवा निम्नोक्त क्योंटी मुख्यतः शिक्षण प्रक्रिया सह संपर्कित शिक्षण प्रक्रिया सहित संपर्कित पुनर्बलन ना प्रशिक्षण ना परिवेश ना समस्त सब गुड़ा अच्छी तेणुक कौन हम ना ऑप्शन नंबर डी ओके ताले आज आलोचना सरला यदि आपन को भल लगे लाइक करेंगे शेयर करेंगे और नुआ अच्छा तो सब्सक्राइब करने जमार भूलें नहीं थैंक यू जय जगन्नाथ थैंक यू।